ସୁରକ୍ଷିତ କରିବା ଆମ ସରକାରଙ୍କର ଆମ ସମସ୍ତଙ୍କର ଇଏ ମୂଳ ଲକ୍ଷ୍ୟ ଅଟେ। 1992 ମସିହାରେ ବ୍ରାଜିଲର ରିଓ ଡି ଜେନେରିଓ ଠାରେ ଜାତିସଂଘର କନଫରେନ୍ସ ଅନ୍ ଏନଭାରନମେଣ୍ଟ ଆଣ୍ଡ ଡେଭଲପମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏହି କନଫରେନ୍ସରେ ବିଶ୍ୱ ଜଳ ଦିବସ ପାଳନ କରିବା ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା। ତେଣୁ ଜାତିସଂଘ ଦ୍ୱାରା ପ୍ରଣୋଦିତ ବିଶ୍ୱ ଜଳ ଦିବସ 1993ରୁ ପ୍ରତିବର୍ଷ ମାର୍ଚ୍ଚ 22 ତାରିଖରେ ଏହା ସାରା ବିଶ୍ୱରେ ପ୍ରତି ଦେଶରେ ପ୍ରତି ଅଞ୍ଚଳରେ ପ୍ରତି ରାଜ୍ୟରେ ପାଳନ କରାଯାଇ ଆସୁଅଛି। ଜଳର ଉତ୍କଟ ଅଭାବ ଏବଂ ଜଳ ପ୍ରଦୂଷଣର କ୍ରମାଗତ ବୃଦ୍ଧି ଯୋଗୁଁ ଜନ ସଚେତନତା ପାଇଁ ମୁଖ୍ୟତଃ ଆଜିର ଦିବସକୁ ପାଳନ କରାଯାଉଛି। ବିଶ୍ୱର ପ୍ରାୟ 200 କୋଟିରୁ ଉର୍ଦ୍ଧ୍ୱ ଲୋକ ଆଜି ଦିନରେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି। ପ୍ରଦୂଷିତ ଜଳ ଓ ଦୁସ୍ଥ ପରିମଳ ବ୍ୟବସ୍ଥା ଯୋଗୁଁ ପ୍ରତି 2 ମିନିଟରେ ଗୋଟିଏ ଶିଶୁର ମୃତ୍ୟୁ ହେଉଛି। ହାରାହାରି 10ଟା ବିଦ୍ୟାଳୟରୁ ହିସାବ କରି ଦେଖାଯାଇଛି ଯେ 3ଟି ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବା ସଙ୍ଗେ ସଙ୍ଗେ ଏହାର ଉପଯୋଗିତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଜଳ ଦିବସ ସାରା ବିଶ୍ୱରେ ଏଇଥିପାଇଁ ସ୍ୱତନ୍ତ୍ରତାର ସହିତ ଏବଂ ସବୁ ସ୍ତରରେ ଏହା ପାଳନ କରାଯାଉଛି। ଏହାର ମୂଳ ଲକ୍ଷ୍ୟ ହେଉଛି 2030 ସୁଦ୍ଧା ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ 6କୁ ହାସଲ କରିବା, ଅର୍ଥାତ୍ 2030 ସୁଦ୍ଧା ସମସ୍ତଙ୍କୁ ବିଶୁଦ୍ଧ ଜଳ ଏବଂ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା। କିନ୍ତୁ ଏହା ଏତେ ସହଜ ମଧ୍ୟ ନୁହେଁ। ଆମେ ଯେମିତି କହୁଛନ୍ତି ଯେ ସମସ୍ତଙ୍କୁ 2030 ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥାକୁ ପୂର୍ଣ୍ଣ କରିବା। ଏହା ଏଇଥିପାଇଁ ସହଜ ନୁହେଁ କାରଣ ବିଶ୍ୱର ମାତ୍ର 3.0% ଜଳ ବ୍ୟବହାର ଯୋଗ୍ୟ। ଏହାଠାରୁ ଆହୁରି ଗମ୍ଭୀର ବିଷୟ ଯେ ବିଶ୍ୱରେ ଉପଲବ୍ଧ ଜଳର ମାତ୍ର 0.006 ମାତ୍ର 3.0% ଜଳ ବ୍ୟବହାର ଯୋଗ୍ୟ। ଏହାଠାରୁ ଆହୁରି ଗମ୍ଭୀର ବିଷୟ ଯେ ବିଶ୍ୱରେ ଉପଲବ୍ଧ ଜଳର ମାତ୍ର 0.006% ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଜଳଜୀବନ ମିଶନ ଦେଶରେ ଏକ ବିପ୍ଳବ ଆଜି ଆଣିପାରିଛି। ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ହର୍ ଘର ଜଲ ପହଞ୍ଚାଇ ମହିଳାମାନଙ୍କୁ ଦୁଃଖରୁ ମୁକ୍ତି ଦେବା ହେଉଛି ଆମର ସଂକଳ୍ପ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦୂରଦୃଷ୍ଟି ହେଉଛି ନାରୀ ଶକ୍ତିରୁ ରାଷ୍ଟ୍ର ଶକ୍ତି। ନାରୀ ଶକ୍ତିରୁ ରାଷ୍ଟ୍ର ଶକ୍ତି। ସେ ବିଶ୍ୱାସ କରନ୍ତି ଯେ ଯେତେବେଳେ ଜଣେ ମହିଳାଙ୍କୁ ଜଳ ପାଇଁ ସଂଘର୍ଷ କରିବାକୁ ପଡ଼େ ନାହିଁ, ସେତେବେଳେ ସେ ଦେଶର ବିକାଶର ନିଜର ସମ୍ପୂର୍ଣ୍ଣ ସମୟ ସାମର୍ଥ୍ୟ ବିନିଯୋଗ କରିପାରନ୍ତି। ଜଳଶକ୍ତି ଅଭିଯାନ ମାଧ୍ୟମରେ ମୋଦିଜୀ ଜଳ ସଂରକ୍ଷଣକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି। ସେ ସବୁବେଳେ କ୍ୟାଚ୍ ଦି ରେନ୍ର ବାର୍ତ୍ତା ଦେଇ ଆସିଛନ୍ତି, ଯେଉଁଥିରେ ମହିଳାମାନଙ୍କୁ ଜଳ ଗୁଣବତ୍ତା ପରୀକ୍ଷା ଏବଂ ପରିଚାଳନା ପାଇଁ ସବୁବେଳେ ତାଙ୍କୁ ପ୍ରଶିକ୍ଷିତ କରାଯାଉଛି। ଆମ ଡବଲ ଇଞ୍ଜିନ୍ ସରକାରର ମୂଳମନ୍ତ୍ର ହେଉଛି ସବକା ସାଥ ସବକା ବିକାଶ ସବକା ପ୍ରୟାସ ସବକା ବିଶ୍ୱାସ। ଜଳସେବା କ୍ଷେତ୍ରରେ ମଧ୍ୟ ଆମେ କୌଣସି ବି ବର୍ଗକୁ ପଛରେ ପକାଇବୁ ନାହିଁ। ସମସ୍ତଙ୍କ ପାଇଁ ସୁଲଭ ଜଳ ଉପଲବ୍ଧ ନିଶ୍ଚିତ ଭାବରେ ଆଗାମୀ ଦିନମାନଙ୍କରେ ଖୁବ୍ ଶୀଘ୍ର ହେବା ପାଇଁ ଯାଉଅଛି। ମୋଦିଜୀଙ୍କର ସ୍ୱପ୍ନର ବିକଶିତ ଭାରତରେ ପ୍ରତିଟି ମା ଓ ଭଉଣୀଙ୍କୁ ସମ୍ମାନର ସହ ଜୀବନ ବିତାଇବା ପାଇଁ ସୁଯୋଗ ଦିଆଯାଉଛି। ଜଳ ପରିଚାଳନାରେ ମହିଳାମାନଙ୍କର ନେତୃତ୍ୱକୁ ସ୍ୱୀକୃତି ଦେଇ ସେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଇଏ ପଥ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ସମୃଦ୍ଧ ଓ ବିକଶିତ ଓଡ଼ିଶା ଇଏ ଗଠନ ପାଇଁ ଜଳ ସୁରକ୍ଷା ହେଉଛି ଆମର ପ୍ରମୁଖ ସର୍ତ୍ତ। ଏଥିପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଆମେ ଜଳ ସାଥୀ ଭାବେ ନିୟୋଜିତ କରି ସେମାନଙ୍କୁ ରୋଜଗାରର ମଧ୍ୟ ନୂଆ ପନ୍ଥା ଦେଖାଇଛୁ।
आज अनेक जलसाथीर आमर भौणी मैंने आसथिबे पानी बिल आदाय ठारू आरंभ कर पाइपलाइन मरामती पर्यंत सबुतिरे महिला माने आज निजर दक्षता प्रतिपादन करिपारुछन्ति। मु ओडिशार समस्त स्वयंसेवक गोष्ठीर माँ मान को अनुरोध करुछि जे आपण माने समस्ते जल सुरक्षा पई आगे आसंतु। Exchange your old AC and take home a new power saving AC. Save up to rupees 10,000. Patro Electronics, Odisha's largest AC seller. जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।